ଓମ୍ ଶାନ୍ତି। ସମସ୍ତ ଈଶ୍ୱରୀୟ ଅନୁରାଗୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଭଗବାନ ବା ଈଶ୍ୱର ହେଉଛନ୍ତି ସାରା ବିଶ୍ୱର ବା ଜଗତର ପିତା। ତେଣୁ ତାଙ୍କର ପ୍ରତ୍ୟେକ ମତ ହିଁ ଜଗତ କଲ୍ୟାଣ ପାଇଁ ହିଁ ହୋଇଥାଏ। ତେବେ ଏହାକୁ ଆମେ ସେତେବେଳେ ଉପଲବ୍ଧି କରିପାରିବା ଯେତେବେଳେ ଏହାର ବାସ୍ତବିକ ଅର୍ଥକୁ ବୁଝିପାରିବା ଏବଂ ନିଜର କର୍ତ୍ତବ୍ୟରେ ଲଗେଇ ପାରିବା। ସେଥିପାଇଁ ଧୈର୍ଯ୍ୟ ଏବଂ ଅପେକ୍ଷାର ଆବଶ୍ୟକତା ରହିଛି। ସୁନ୍ଦର କାହାଣୀଟିଏ ଯାହା ଏହି ଈଶ୍ୱରଙ୍କର ଶ୍ରେଷ୍ଠ ମତ ଉପରେ ଆଧାରିତ। ଜଣେ ରାଜା ଥିଲେ, ଯେପରି ନ୍ୟାୟବନ୍ତ ସେହିପରି ଈଶ୍ୱର ବିଶ୍ୱାସୀ ଏବଂ ସମସ୍ତଙ୍କର ପ୍ରିୟ ପାତ୍ର ମଧ୍ୟ। ସେଥିପାଇଁ ଅନେକ ପଡ଼ୋଶୀ ରାଜ୍ୟ ତାଙ୍କୁ ସର୍ବଦା ସମର୍ଥନ କରିବା ସହିତ ଆବଶ୍ୟକତା ସମୟରେ ମିତ୍ର ଭଳି ସମସ୍ତ ପ୍ରକାର ସହାୟତା କରୁଥିଲେ। ଯେଉଁ କାରଣରୁ ଅନେକ ଶକ୍ତିଶାଳୀ ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିବାର ସାହସ ତ ଦୂରର କଥା, ଚିନ୍ତା ମଧ୍ୟ କରୁନଥିଲେ। କିନ୍ତୁ ରାଜାଙ୍କର କେତେଜଣ ଦକ୍ଷ କର୍ମଚାରୀ ଥିଲେ, ଯେଉଁମାନେ ତ ଦକ୍ଷ ହେଲେ ବହୁତ ସ୍ୱାର୍ଥୀ ଥିଲେ। ତେଣୁ ସର୍ବଦା ନିଜ କଥାକୁ ପ୍ରାଧାନ୍ୟ ଦେବା ପାଇଁ ଚାହୁଁଥିଲେ ଏବଂ ତାହା କୌଣସି କାରଣବଶତଃ ହୋଇ ନ ପାରିଲେ ଅସନ୍ତୁଷ୍ଟ ରହୁଥିଲେ। ସେଥିପାଇଁ ରାଜା ତାଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ବା ଶାନ୍ତିରେ ସବୁକିଛି କିପରି କରିନେବା ପାଇଁ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରିଦେଲେ। ଏହାର ଫାଇଦା ନେଇ ସେମାନେ ଧୀରେ ଧୀରେ ରାଜାଙ୍କ ଉପରେ ହାବି ହେବାକୁ ଲାଗିଲେ ଏବଂ ମନ୍ତ୍ରଣା କଲେ କି କିପରି ରାଜାଙ୍କ ଠାରୁ ଏହି ରାଜଗାଦିକୁ ଛଡ଼େଇ ନେବାର। ସେଥିପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କଲେ କି ନିଶାର୍ଦ୍ଧରେ ରାଜାଙ୍କ ଶୟନ କକ୍ଷକୁ ଯାଇ ତାଙ୍କୁ ନିଭୃତରେ ହତ୍ୟା କରି ରାଜ୍ୟ ପ୍ରାପ୍ତ କରିବା ପାଇଁ। ଦୈନନ୍ଦିନ ଭଳି ରାଜା ଶୟନ କକ୍ଷକୁ ଗଲାବେଳେ ଦେଖିଲେ କେହି ତାଙ୍କୁ ଅନୁସରଣ କରୁଛି। ରାଜା ଶୟନ ପୂର୍ବରୁ ଈଶ୍ୱରଙ୍କୁ ସ୍ମରଣ କରିବା ସମୟରେ ବାହାରେ କିଛି ଚାପା କଣ୍ଠର ଶବ୍ଦ ଶୁଣିପାରି ସନ୍ତର୍ପଣରେ କବାଟ ଫାଙ୍କରେ ଦେଖିଲେ କି ସେହି କର୍ମଚାରୀମାନେ ହାତ ହତିଆର ସହିତ ସଜ୍ଜିତ ହୋଇ ଅପେକ୍ଷା କରିଛନ୍ତି ଭିତରକୁ ପ୍ରବେଶ କରିବା ପାଇଁ। ରାଜାଙ୍କୁ ଆଉ କିଛି ଅଛପା ରହିଲା ନାହିଁ। ତେଣୁ ସେ ଶୟନ କକ୍ଷର ଗୁପ୍ତ ସୁଡ଼ଙ୍ଗ ଦେଇ ବାହାରିଗଲେ ଏବଂ ଯିବା ପୂର୍ବରୁ ସେଜକୁ ଏଭଳି ଭାବରେ ସଜେଇଲେ ଯେପରି ଲାଗିବ ଜଣେ କେହି ଶୋଇଛି ଘୋଡ଼ି ଘାଡ଼ି ହୋଇ, ଏବଂ ସିଧା ସେ ଯାଇ ଜଙ୍ଗଲରେ ପହଞ୍ଚିଲେ। ଏହି କର୍ମଚାରୀମାନେ ଭିତରେ ପହଞ୍ଚି ରାଜା ଶୋଇଥିବାର ଭାବି ଜଣେ ପରେ ଜଣେ ଚୋଟ ପରେ ଚୋଟ ମାରି ସେହି ବିଛଣାକୁ ରାତାରାତି ନେଇ ନଈରେ ଭସାଇ ଦେଲେ ଏବଂ ଭାବିଲେ ରାଜାଙ୍କର କାମ ଶେଷ। ପରଦିନ ରାଜା ନିଖୋଜ ହୋଇଯିବାର ଖବର ପ୍ରଚାରିତ ହୋଇଗଲା ଏବଂ ରାଜା ନ ମିଳିବା ପର୍ଯ୍ୟନ୍ତ ଏମାନେ ଚକ୍ରାନ୍ତ କରି ରାଜସିଂହାସନ ସମ୍ଭାଳିବାର ଦାୟିତ୍ୱକୁ ନେଇଗଲେ। ସେପଟେ ରାଜା ଅନ୍ୟ ଏକ ପଡ଼ୋଶୀ ମିତ୍ର ରାଜ୍ୟରେ ପହଞ୍ଚି ସବୁ କଥା କହି ସେଇଠାରେ ରହିବାକୁ ଲାଗିଲେ। ସେ ରାଜ୍ୟ ମଧ୍ୟ ଏହି ନ୍ୟାୟବନ୍ତ ରାଜାଙ୍କର ସୁପରାମର୍ଶକ୍ରମେ ଆହୁରି ସମୃଦ୍ଧ ହେବାକୁ ଲାଗିଲା। କିଛି ଦିନ ବିତିଗଲା।
ରାଜା ନଥିବାର ଜାଣିପାରି ଶକ୍ତିଶାଳୀ ଶତ୍ରୁ ରାଜା ଆକ୍ରମଣ କରି ତଥାକଥିତ ସେହି କର୍ମଚାରୀମାନଙ୍କୁ ହତ୍ୟା କଲେ ଏବଂ ସେ ରାଜ୍ୟକୁ ଅଧିକାର କରିନେଲେ। ରାଜା ଏହି ସମ୍ବାଦ ପାଇବା ପରେ ସମସ୍ତ ମିତ୍ର ରାଜାଙ୍କ ସହଯୋଗରେ ଶତ୍ରୁ ରାଜା ଉପରେ ଆକ୍ରମଣ କରି ନିଜ ରାଜ୍ୟକୁ ମୁକୁଳେଇଲେ। ଶତ୍ରୁ ରାଜା ନିଜର ଭୁଲ ବୁଝି ଅନୁତପ୍ତ ହେଲେ ଓ ଏହି ରାଜ୍ୟର ପରମ ମିତ୍ର ପାଲଟିଗଲେ। ଏଥର ରାଜା ପୁନଃ ଆହୁରି ସମୃଦ୍ଧ ହୋଇ ରାଜ୍ୟ ଶାସନ କରିଚାଲିଲେ ନିଷ୍କଣ୍ଟକରେ। ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ପ୍ରତ୍ୟେକ କଥାରେ ରାଜା କହୁଥିଲେ, ଈଶ୍ୱରଙ୍କର ସେହି ମହାବାକ୍ୟକୁ ଦୋହରଉଥିଲେ, ଯାହା ବିତିଗଲା ଭଲ, ଯାହା ହେଉଛି ଭଲ, ଆଗକୁ ଯାହା ହେବ ଈଶ୍ୱର ତାହା ଆହୁରି ଭଲ ପାଇଁ କରିବେ। ଏହା ମଧ୍ୟ ପ୍ରମାଣିତ ହୋଇଗଲା। ଯଦି ସେ କର୍ମଚାରୀଙ୍କୁ ସୁଯୋଗ ଦେଇନଥାନ୍ତେ, ଶତ୍ରୁ ରାଜା ତାଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରିଥାନ୍ତା। ତେଣୁ ଏହା ଭଲ ହେଲା। ସେ ମିତ୍ର ରାଜ୍ୟରେ ରହିବା ଦ୍ୱାରା ସେମାନଙ୍କର ଉନ୍ନତି କରାଇବା ସହିତ ନିଜର ସମ୍ପର୍କ ମଧ୍ୟ ଆହୁରି ମଜବୁତ କରାଇପାରିଲେ। ଏହା ମଧ୍ୟ ଭଲ ହେଲା। ଶେଷରେ ଶତ୍ରୁ ରାଜା ପରାଜିତ ହେଲେ ଏବଂ ସଦାକାଳ ପାଇଁ ମିତ୍ର ହୋଇଗଲେ। ଏହା ମଧ୍ୟ ଆହୁରି ଭଲ ହେଲା। ରାଜା ଏହାର ମହତ୍ତ୍ୱକୁ ବୁଝିଥିବାରୁ ଧୈର୍ଯ୍ୟ ଧରି ଏହାର ସମ୍ମୁଖୀନ କରିପାରିଲେ। ଠିକ୍ ସେହିଭଳି ଏବେ ଭଗବାନ କହୁଛନ୍ତି, ଏକମାତ୍ର ଈଶ୍ୱରଙ୍କର ମତ ହିଁ ଶ୍ରେଷ୍ଠ ମତ ଅଟେ। ଯେଉଁ ମତ ଉପରେ ଚାଲିଲେ ହିଁ ତୁମେମାନେ ସଚ୍ଚା ସୁନା ହୋଇଯିବ, ନିଷ୍କଣ୍ଟକ ହୋଇଯିବ। ଦୁନିଆର ଆଉ ସବୁ ମତ ଅସତ୍ୟ କରିଦେଇଥାନ୍ତି, କାରଣ ବର୍ତ୍ତମାନର ଦୁନିଆ କେବଳ ସ୍ୱାର୍ଥରେ ହିଁ ବନ୍ଧା। ଜ୍ଞାନସାଗର ଭଗବାନଙ୍କର ଗୋଟିଏ କର୍ତ୍ତବ୍ୟ ରହିଛି, ଯାହା ଅନ୍ୟ କୌଣସି ମନୁଷ୍ୟାତ୍ମାମାନଙ୍କ ଭିତରେ ନାହିଁ। ତାହା ହେଉଛି ଭକ୍ତମାନଙ୍କର ପାଳନା କରିବା, ସମସ୍ତଙ୍କୁ ସୁଖ ଦେବାର ପାଠ। ଶିବ ବାବା କହୁଛନ୍ତି, ମୁଁ ଜ୍ଞାନର ସାଗର, ସମସ୍ତ ଆତ୍ମାମାନଙ୍କର ପିତା, ସମସ୍ତ ସନ୍ତାନମାନଙ୍କ ଉପରେ ଅବିନାଶୀ ଜ୍ଞାନର ବର୍ଷା କରୁଛି। ଯେଉଁ ଜ୍ଞାନର ରତ୍ନ କେହି ବି ମୂଲ୍ୟାଙ୍କନ କରିପାରିବେ ନାହିଁ। ମୁଁ ମୁକ୍ତିଦାତା ଆତ୍ମିକ ପଣ୍ଡା ହୋଇ ତୁମ ଆତ୍ମାମାନଙ୍କୁ ଶାନ୍ତିଧାମ ଘରକୁ ନେଇଯାଉଛି। ଏସବୁ ମୋର ହିଁ କର୍ତ୍ତବ୍ୟ ଅଟେ। ମୁଁ କାହାକୁ ଦୁଃଖ ଦିଏ ନାହିଁ। ସେଇଥିପାଇଁ ସମସ୍ତେ ମୋତେ ନୟନରେ ରଖିଥାନ୍ତି, ଅର୍ଥାତ୍ ଶ୍ରଦ୍ଧା କରିଥାନ୍ତି। ପାଞ୍ଚ ବିକାର ରୂପୀ ରାବଣ ମହାଶତ୍ରୁ ଦୁଃଖ ଦେଇଥାଏ। ସେଥିପାଇଁ ତାର କୁଶପୁତ୍ତଳିକାକୁ ପ୍ରତିବର୍ଷ ଜଳେଇଥାନ୍ତି। ଏବେ ଶିବ ବାବା କହୁଛନ୍ତି, ଶରୀର ଏବଂ ଆତ୍ମା ଉଭୟଙ୍କୁ ପବିତ୍ର କରିବା ପାଇଁ ଏହି ପୁରୁଣା ଶରୀର ସହିତ ସବୁ କିଛି ଭୁଲିଯିବାକୁ ହେବ। ଦେହ ସହିତ ବାବାଙ୍କ ଉପରେ ପୁରା ବଳି ଚଢ଼ିବା ବା ସମର୍ପିତ ହୋଇ ମହାଦାନୀ ହେବାକୁ ପଡ଼ିବ। ବାବାଙ୍କର ଶ୍ରୀମତରେ ଚାଲି ବେହଦର ସୁଖ ଅନୁଭବ କରିବାକୁ ହେବ। ଏହି ଶୁଦ୍ଧ ଲୋଭ ରଖିବାକୁ ହେବ, ଯାହାଦ୍ୱାରା କି ସାରା ବିଶ୍ୱ ସୁଖୀ ହୋଇପାରିବ। ବାକି ବିନାଶୀ ଅଶୁଦ୍ଧ ଲୋଭକୁ ତ୍ୟାଗ କରିବାକୁ ହେବ। ଭଗବାନଙ୍କର ବରଦାନ ହେଉଛି କି ଅମୃତ ବେଳାର ମହତ୍ତ୍ୱକୁ ଜାଣି ମହାନ ହେଉଥିବା ବିଶେଷ ସେବାଧାରୀ ହୁଅ। ସେବାଧାରୀ ଅର୍ଥାତ୍ ସର୍ବଦା ଆଖି ଖୋଲିବା ମାତ୍ରକେ ବାବାଙ୍କ ସାଥିରେ ରହି ବାବାଙ୍କ ସମାନ ସ୍ଥିତିର ଅନୁଭବ କରିପାରୁଥିବ। ଯେଉଁମାନଙ୍କୁ ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତର, ସଂକଳ୍ପର, ସମୟର ଏବଂ ସେବାର ମହତ୍ତ୍ୱ ଜଣାଅଛି, ସେହି ଆତ୍ମାମାନେ
ନିଜେ ମଧ୍ୟ ମହାନ ହୋଇଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ମହାନ କରାଇବାର ସେବା କରିଥାନ୍ତି। ଜୀବନର ମହାନତା ହେଲା ସତ୍ୟତାର ଶକ୍ତି, ଯାହା ପାଖରେ ସବୁ ଆତ୍ମାମାନେ ଆପେ ଆପେ ମୁଣ୍ଡ ନୁଆଇଥାନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।